ଏଇଟା କିଏ ବନେଇଛି? ହେ ମଣି ମୁଁ ଆଇ ଆମ୍ କାଳିଆ ମୁଁ ବନେଇଛି। हेलो फ्रेंड्स, वेलकम टू माय यूट्यूब चैनल कंधमालिया वीआईपी भाई। तो केମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ମାନେ ବହୁତ ଖୁସିରେ ଆଉ ବହୁତ ବିନ୍ଦାସ ଥିବେ। ତ ସାଙ୍ଗମାନେ ଥମ୍ବନେଲ ଦେଖି ତ ଜାଣି ପାରୁଥିବେ ଯେ ଆଜିର ଭିଡିଓଟି କୋଉ ବିଷୟରେ ଅଛି। ଗୋଟେ ରିଭ୍ୟୁ ଦବା ଯାହାର ଫିଲ୍ମ ନାଁ ହଉଛି ଆଇ ଆମ୍ କାଳିଆ। ଯେ ଲିଡ୍ କ୍ୟାରେକ୍ଟର ଅଛନ୍ତି ହରିହର ମହାପାତ୍ର ଯିଏ, ଆଉ ଯିଏ ତାଙ୍କର କୋ ଆର୍ଟିଷ୍ଟ ଅଛନ୍ତି ଆମର ଏନଭି ନା କଣ ଗୋଟେ ମନେ ପଡୁନି ତାଙ୍କ ନା। ତ ସାଙ୍ଗମାନେ ଫିଲ୍ମଟି କେମିତି ହେଇଥିବ? ଫିଲ୍ମଟି ହେଇଥିବ ଜଗନ୍ନାଥ ସଂସ୍କୃତି ଉପରକୁ ନେଇକି ଆଧାରିତ ହେଇଛି ଫିଲ୍ମଟି। ସମସ୍ତଙ୍କୁ ଯୋଉମାନେ ବି ଜଗନ୍ନାଥ ପ୍ରେମୀ, ଜଗନ୍ନାଥ ପ୍ରେମୀ ଯୋଉମାନେ ଦର୍ଶକ, ସେମାନଙ୍କୁ ନିଶ୍ଚୟ ଏଇ ଫିଲ୍ମଟି ମନକୁ ଛୁଇଁବ, ବହୁତ ଭଲ ଲାଗିବ। ଆଉ ଷ୍ଟୋରିଟି ଟ୍ରେଲରରୁ ଜଣା ପଡୁଛି ସାଙ୍ଗମାନେ ଯେ ସେ ଆଇ ଆମ୍ କାଳିଆ, ଯିଏ କାଳିଆ ସେ ଜଣେ ଆର୍ଟିଷ୍ଟ, ଯିଏ ଗୋଟେ ଆର୍ଟିଷ୍ଟ ଯିଏ ସମୁଦ୍ର ମୁହାଣରେ ମାନେ ଜଗନ୍ନାଥଙ୍କ ମୂର୍ତ୍ତି ହେଇଗଲା, ବହୁତ ଅନେକ ପ୍ରକାର ମୂର୍ତ୍ତି ସେ ବନାଏ। ତାପରେ ସେଇଠି ସେ ବିଦେଶୀ ଦେଖିଦେଇଛି ତାହାକୁ, ତାପରେ ତା ସହିତ କଥା ହେଇଛି, ତାପରେ ତାହାକୁ ସେ ଭାବିଛି ବାହା ହେବି କହିକି। ତ ବାହା ହେଇଛି ନା ନାଇଁ ଟିକେ ଜଣା ପଡୁନି ଟ୍ରେଲରରୁ। ତାପରେ ପୁଣି ସନ୍ନ୍ୟାସୀ ଆଡକୁ ମୋଡ ନେଉଛି ଟ୍ରେଲର ଟା। ତାପରେ ସନ୍ନ୍ୟାସୀ ହେଲା ପରେ ସେ ଦେଖେଇବାକୁ ଚାହୁଁଛି ମାନେ ସନ୍ନ୍ୟାସୀ ହେଇକି ଜୀବନ ଯାପନ ଟା ମାନେ ରହିପାରିବ ନା ଭଗବାନଙ୍କ ହୃଦୟରେ ରହିହବ ନା ହବନି। ସେଇଟା ଆକ୍ଚୁଆଲି ଫିଲ୍ମର ମେନ୍ ପଏଣ୍ଟ। ଆପଣ ମାନେ ନିଶ୍ଚୟ ଦେଖନ୍ତୁ ଫିଲ୍ମଟି। ମତେ ତ ବହୁତ ଭଲ ଲାଗିଲା। ଆମ ଯୋଉ ସେ ଲିଡ୍ କ୍ୟାରେକ୍ଟର ଅଛନ୍ତି ହରି ସାରଙ୍କର, ତାଙ୍କର ମାନେ ଏ ମଣି ମୁଁ ବନେଇଛି ମସ୍ତ ଅଛି ଡାଇଲଗ ଟି। ଯେତେ ଯାହା ହେଲେ ବି ତାଙ୍କର ଗୋଟେ ନୂଆ ପ୍ରୟାସ ଥାଏ ସବୁ ଫିଲ୍ମରେ। ଯେତେ ବି ତାଙ୍କର ପୁରୁଣା ଫିଲ୍ମ ହେଇଗଲା, ପୁରୁଣା ଫିଲ୍ମ ଯେତେ ବି ଆଜି ତକ ଆମେ ଦେଖିଛନ୍ତି ବହୁତ ଭଲ। ମୁଁ ତାଙ୍କର ଗୋଟେ ଫିଲ୍ମଟି, ପୁରୁଣା ଫିଲ୍ମଟି ମନେ ପକେଇବାକୁ ଚାହୁଁଛି ଭିଡିଓ ମାଧ୍ୟମରେ। ସେଟା ଥିଲା ଧଉଳି ଏକ୍ସପ୍ରେସ। ଧଉଳି ଏକ୍ସପ୍ରେସ ରେ ସେ କଣ ସେଟା ଛାଣୁଥିବ ତାଇରେ, ତାପରେ ସେ କି ଗୀତ ଗୋଟେ ମୋର ମନେ ପଡୁନି। ବହୁତ ମାନେ ଏତେ ହସା ଲାଗେ ତାଙ୍କ ମାନେ ହରି ସାରଙ୍କର ଫିଲ୍ମଟି। ଯେତେ ପୁରୁଣା ଫିଲ୍ମ ଦେଖିଲେ ବହୁତ ହସା ଲାଗେ। ମାନେ ଆପଣ ମାନେ ଯଦି ଚାହିଁବେ ଦେଖିପାରିବେ ତାଙ୍କର ପୁରୁଣା ଫିଲ୍ମ। ବହୁତ ଷ୍ଟ୍ରଗଲ ମଣିଷଟେ ସାର୍, ଆଉ ବହୁତ ଭଲ ପ୍ରୟାସ କରିଛନ୍ତି। ଆଉ ତାଙ୍କର ଯେମିତି ହେଲେ ଗୋଟେ ଡାଇରେକ୍ସନ ଦେଇଛନ୍ତି ଏ ଫିଲ୍ମରେ। ଆଶା ଅଛି ବହୁତ ଭଲ ହେଇଥିବ। ଆମର ଜଗନ୍ନାଥଙ୍କ ନାଁରେ ଫିଲ୍ମ ଅଛି। ଚାଲ ନିଶ୍ଚୟ ଦେଖି ଯାଆନ୍ତୁ, ଫିଲ୍ମକୁ ସପୋର୍ଟ କରନ୍ତୁ। ଆମ ଓଡିଆ ଫିଲ୍ମକୁ ସପୋର୍ଟ କରନ୍ତୁ ସମସ୍ତେ। ଆମ ଓଡିଆ ଫିଲ୍ମ ଆଗେଇଲେ ହିଁ ଆମ ଓଡିଶାଟି ଆଗେଇବ। ତ ଚାଲ ରହିଲି, ଜୟ ଜଗନ୍ନାଥ। ଫିଲ୍ମଟି ଦେଖିଯିବ ନିଶ୍ଚୟ, ମୁଁ ବି ଦେଖିଯିବି। ଆସନ୍ତା କାଲିକି ରିଲିଜ ହଉଛି ନିଜ ନିଜ ସିନେମା ହଲ ଗୁଡିକରେ, ନିଜ ନିଜ ଟାଉନ ସିନେମା ହଲ ଗୁଡିକରେ। ତ ଚାଲ ରହିଲି, ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ ସାଙ୍ଗମାନେ।